ବେଙ୍ଗଲ ପ୍ରତିବର୍ଷ ଶରତର ଆକାଶ ତଳେ ଅପେକ୍ଷା କରିଥାଏ ମାଙ୍କର ଆଗମନକୁ। ଆଉ ମା ବି ଫେରି ଆସନ୍ତି କୈଳାସ ଛାଡ଼ି ସିଂହ ଉପରେ ଚଢ଼ି, ଜଣେ ଝିଅ ହୋଇ, ଜଣେ ମା ହୋଇ ଏବଂ ସବୁଠୁ ମହତ୍ତ୍ୱପୂର୍ଣ୍ଣ ଜଣେ ଶତ୍ରୁ ସଂହାରକ ହୋଇ। ଆଉ ଏଇଭଳି କିଛି ହେଇଛି ୱେଷ୍ଟବେଙ୍ଗଲର 2026ର ଇଲେକ୍ସନରେ, ଯେଉଁଥିରେ ଆମେ ଅଧର୍ମ ଉପରେ ଧର୍ମର, ଅନ୍ଧକାର ଉପରେ ଆଲୋକର ବିଜୟକୁ ଦେଖିଥିଲେ। ଭିଡ଼ିଓରେ ଆଗକୁ ବଢ଼ିବା ପୂର୍ବରୁ ମୁଁ ସମସ୍ତ ଭୋଟର ଯେଉଁମାନେ ନିଜର ବହୁମୂଲ୍ୟ ଭୋଟ ଦେଇ ଶ୍ରୀମତୀ ରତ୍ନା ଦେବୀନାଥ ଜୀଙ୍କୁ ଜିତେଇଛନ୍ତି ସେ ସମସ୍ତଙ୍କୁ ମୋର ନମସ୍କାର। ଏବଂ ଆପଣମାନେ ଏଇଟା ମନେ ରଖନ୍ତୁ, ଆପଣ କେବଳ ଗୋଟେ ସାଧାରଣ ଭୋଟ ଦେଇନାହାନ୍ତି, ନିଜର ମତ ଦେଇନାହାନ୍ତି, ବରଂ ଏ ଅନ୍ଧକାର ଏବଂ ଶୋଷଣରେ ଗ୍ରସିତ ସମାଜରେ ଆପଣମାନେ ଗୋଟେ ଆଶାର, ଗୋଟେ ଭରସାର ଦୀପକୁ ପ୍ରଜ୍ୱଳନ କରିଛନ୍ତି। ଏଥିପାଇଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। 2024ରେ ଏଇ ମାଟି ଦେଖିଥିଲା କିଛି ଅସୁର ଛଡ଼େଇ ନେଇଥିଲେ ଏଇ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଦେଇଥିବା ଗୋଟେ ଦୀପକୁ। ଖାଲି ହେଇଯାଇଥିଲା ଗୋଟେ ମାର କୋଳ ଏବଂ ଦୁନିଆ ହରାଇ ବସିଥିଲା ମନୁଷ୍ୟତା ଉପରେ ନିଜର ବିଶ୍ୱାସ ଏବଂ ଭରସା। ସେଇ ଦୁଃଖରେ, ସେ ମାର ବିକଳ କାନ୍ଦଣାରେ ଫାଟି ପଡ଼ିଥିଲା ମନୁଷ୍ୟତାର ଛାତି। ଆଗେଇ ଆସିଥିଲେ ଲୋକେ ଅଧର୍ମ ବିରୁଦ୍ଧରେ ଧର୍ମର ସ୍ୱର ନେଇ, କିନ୍ତୁ ଏହି ସ୍ୱରକୁ ବିଦ୍ରୋହର ନିଆଁ ଭାବି ଦବେଇ ଦେବାକୁ ଚେଷ୍ଟା କରାଯାଇଥିଲା ପାଣି ମାଡ଼ରେ, ଟିୟର ଗ୍ୟାସ୍ରେ ଏବଂ ଲାଠି ଚାର୍ଜରେ। ନ୍ୟାୟକୁ ଅଡ଼େଇ ଦେବାକୁ ଚେଷ୍ଟା କରାଯାଇଥିଲା କିଛି ଟଙ୍କାର ପ୍ରଲୋଭନ ଦେଖାଇ। ଯୋଜନା ଥିଲା ମାର ମମତାକୁ କିଛି ଟଙ୍କା ଦେଇ କିଣି ନେବା। ଏହାର ପରିଣାମ ସ୍ୱରୂପ ଜନ୍ମ ନେଲା ଅଗ୍ନିରୁ ଜାତ ଏକ ଝଡ଼, ଯାହାର କେବଳ ଗୋଟାଏ ଲକ୍ଷ୍ୟ ଥିଲା ପାପକୁ, ପ୍ରଦୂଷଣକୁ ଜାଳି ପୋଡ଼ି ଛାରଖାର କରିଦେବା। ଆଉ ଠିକ୍ ଏହା ହିଁ ହେଲା। ନିଜକୁ ପଥର କରି, ନିଜର ମନରେ ଦୃଢ଼ ସଂକଳ୍ପ କରି ଛିଡ଼ା ହେଲେ ଶ୍ରୀମତୀ ରତ୍ନା ଦେବୀ, ଜଣେ କ୍ଷେତ୍ରାଣୀ ଭଳି। ଭଗବାନ କୃଷ୍ଣ ମହାଭାରତରେ କୁହନ୍ତି କି କୌଣସି ବ୍ୟକ୍ତି ଯିଏ ଅଧର୍ମ ବିରୁଦ୍ଧରେ ନିଜର ଯୁଦ୍ଧକୁ ଜାରି ରଖେ ସିଏ ଜଣେ କ୍ଷତ୍ରିୟ, ଏବଂ ଏହାର ପରିଚୟ ରତ୍ନା ଦେବୀ ଏହି ଇଲେକ୍ସନରେ ଦେଇଛନ୍ତି। ଏବଂ ଏହି ଧର୍ମର ଲଢ଼େଇରେ ତାଙ୍କର ସାଥ ଦେଇଥିଲା ଭାରତୀୟ ଜନତା ପାର୍ଟି ବିଜେପି। ଗୋଟେ ସୁଯୋଗ, ଗୋଟେ ଲଢ଼େଇ କରିବାର ଶକ୍ତି, ଗୋଟେ ସାମର୍ଥ୍ୟ ଏବଂ এই ଯୁଦ୍ଧରେ କେବଳ ଗୋଟେ ସୁଯୋଗ ନୁହଁ, ବରଂ ଗୋଟେ ସାଥୀ, ଗୋଟେ ସହଯୋଦ୍ଧା ଭାବରେ ଯୋଗ ଦେଇଥିଲେ ଆମର ପ୍ରିୟ ପ୍ରଧାନମନ୍ତ୍ରୀ। ଆମେମାନେ ସମସ୍ତେ ଦେଖିଛେ ପ୍ରଚାର ସମୟରେ ଲୋକଙ୍କ ଆଖିରେ ଲୁହ, କିଏ ହାତରେ ଧରି କାନ୍ଦୁଥିଲା ତ କିଏ ଗଳାରେ ପଡ଼ି କାନ୍ଦୁଥିଲା। କିନ୍ତୁ ଏସବୁ ପରିସ୍ଥିତିରେ ରତ୍ନା ଦେବୀ ନିଜକୁ ଦୃଢ଼ ରଖିଥିଲେ, ଦୁଃଖକୁ ନିଜକୁ ନିୟନ୍ତ୍ରଣ କରିବାକୁ ଦେଇନଥିଲେ ଏବଂ ଏହି ଦୁଃଖକୁ ହିଁ ସେ ଗୋଟେ ହତିଆର ରୂପେ ନିଜର ମନୋବଳକୁ, ନିଜର ଶକ୍ତିକୁ ସଞ୍ଚାର କରିଥିଲେ ଏହି ଅଧର୍ମର ଯୁଦ୍ଧରେ। କେବେ କେବେ ମା ଆସନ୍ତି ବଡ଼ ରଥରେ ଢୋଲ ବାଜା ସହ, ଆଉ କେବେ କେବେ ସେ ଆସନ୍ତି ଗୋଟେ ପତଳା ଶାଢ଼ୀ ପିନ୍ଧି ଏକୁଟିଆ ପାଣି ହାତୀର ଗଳିରେ, ଛାତି ଭିତରେ ଅଗଣିତ ଝିଅ ଏବଂ ସମାଜର ଭବିଷ୍ୟତ ଧରି। ଏପରି ମାଙ୍କୁ ଏବଂ ତାଙ୍କୁ ଏଇଭଳିଆ ସତ୍କର୍ମରେ ସାଙ୍ଗ ଦେଇଥିବା ସମାଜକୁ, ପଲିଟିକାଲ ପାର୍ଟିକୁ ମୋର ନମନ। এই ଭିଡ଼ିଓଟି ଗୋଟେ ଛୋଟ ଚେଷ୍ଟା ଥିଲା ସେ ମାର ଲଢ଼େଇରେ ଯୋଗଦାନ ଦେବାର। ଆପଣମାନେ ମଧ୍ୟ এই ଭିଡ଼ିଓକୁ ସେୟାର କରି ସେଇ ଯୁଦ୍ଧରେ ଯୋଗଦାନ କରିପାରିବେ। ତେବେ ଆଜି ପାଇଁ ଏତିକି। ପୁଣି ଆଉ ଥରେ ଦେଖା ହେବା ଅନ୍ୟ ଏକ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ, ଜୟ ଭାରତ।